ମୋ ଛେଣ୍ଡିପଦା ଥାନା ଅଞ୍ଚଳରେ 2024 ମସିହାରେ ଏଇ ଯେଉଁ ଅସଦାଚରଣର ମାମଲା ହୋଇଥିଲା ତାର ନ୍ୟାୟ ଶୁଣାଇ ପକ୍ସୋ କୋର୍ଟ ଆସାମୀକୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ 2024 ମସିହାର କେସ୍ ତାର ସମସ୍ତ ପ୍ରମାଣ ସହିତ ଖୁବ୍ ଜଲ୍ଦି ସେ ଦୋଷୀକୁ ଦଣ୍ଡ ଦେଇଛନ୍ତି ବୋଲି ମୁଁ ଅନୁମାନ କରୁଛି। ତେଣୁକରି ଏହିପରି ଯଦି ସବୁ ପ୍ରମାଣକୁ ଆଧାର କରି ଯେତେ ଜଲ୍ଦି ହୋଇପାରିବ ଯେତେ ଶୀଘ୍ର ହୋଇପାରିବ ଦୋଷୀକୁ ଦଣ୍ଡ ମିଳିବ। ତେଣୁକରି ଏମିତି ଦୋଷୀକୁ ଯଦି ଦଣ୍ଡ ମିଳିଯାଏ ତାହେଲେ ଭବିଷ୍ୟତରେ ଦୋଷୀମାନେ ନିହାତି ଡରିଯିବେ ଏବଂ ତାଙ୍କର ଯେଉଁ ଅପରାଧ କରୁଛନ୍ତି କିମ୍ବା ଅସଦାଚରଣ କରୁଛନ୍ତି ସେସବୁ ଉପରେ ରୋକ ଲାଗିଯିବ। ତେଣୁ ଦଣ୍ଡକୁ ଅଧିକରୁ ଅଧିକ ଜଲ୍ଦି ଏବଂ ଅଧିକ ଦଣ୍ଡ ମଧ୍ୟ ମିଳିବା ଦରକାର।